ଭାରତର ଧୂଆଁଦାର ବ୍ୟାଟିଂ ଦେଖି କ'ଣ ଛାନିଆ ହେଲେ କି ବାବର ଆଜମ? କାରଣ ବାଂଲାଦେଶକୁ ଭାରତ 2-0 ସିରିଜ୍ ହରାଇବା ପରେ ବାବର ଆଜମ ତାଙ୍କର ଅଧିନାୟକ ପଦ ଛାଡ଼ିଛନ୍ତି। ହଁ ଦର୍ଶକ ବନ୍ଧୁ, ଏହା ପୂର୍ବରୁ ବାଂଲାଦେଶ ପାକିସ୍ତାନକୁ ଯାଇ ପାକିସ୍ତାନକୁ ତା ଘର ମାଟିରେ 2-0 ଟେଷ୍ଟ ସିରିଜ୍ ହରାଇ ଆସିଥିଲା। କିନ୍ତୁ ଯେବେ ସେ ଭାରତ ଆସିଲା, ଭାରତ ତାକୁ ବହୁତ ଲଜ୍ଜାଜନକ ଭାବେ ପରାସ୍ତ କରିଛି। କ'ଣ ଏହା ଦେଖି ଲଜ୍ଜା ଅନୁଭବ କରି ବାବର ଆଜମ ଅଧିନାୟକ ପଦ ଛାଡ଼ିଲେ? ତ ଚାଲନ୍ତୁ ଏହି ଭିଡ଼ିଓରେ ଜାଣିବା। ଦର୍ଶକ ବନ୍ଧୁ, ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ। ଏନେଇ ବାବର ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି। ଅଧିନାୟକ ଭାବେ ତାଙ୍କର ଏହି ଯାତ୍ରା ବେଶ୍ ଶାନଦାର ଥିଲା ବୋଲି ଏହି ଅବସରରେ ବାବର କହିଛନ୍ତି। ଏଥିସହିତ ଅଧିନାୟକ ପଦ ଛାଡ଼ିବା ଅବସରରେ ବାବର ତାଙ୍କ ଅଗଣିତ ଫ୍ୟାନ୍ସମାନଙ୍କୁ ସେମାନଙ୍କର ଅତୁଟ ଭଲ ପାଇବା ପାଇଁ ଓ ସମର୍ଥନ ପାଇଁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି। ବାବର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଡିଅର୍ ଫ୍ୟାନ୍ସ, ମୁଁ ଆଜି ଆପଣମାନଙ୍କ ସହିତ ଏକ ନ୍ୟୁଜ୍ ସେୟାର କରିବାକୁ ଯାଉଛି। ମୁଁ ଗତ ମାସରେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଟିମ୍ ମ୍ୟାନେଜମେଣ୍ଟକୁ ସୂଚନା ଦେବା ପରେ ପାକିସ୍ତାନ ପୁରୁଷ କ୍ରିକେଟ ଟିମ୍ରୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏହି ଟିମ୍ର ନେତୃତ୍ୱ ସମ୍ଭାଳିବା ମୋ ପାଇଁ ବହୁତ ବଡ଼ ସମ୍ମାନର କାର୍ଯ୍ୟ ଅଟେ। ମାତ୍ର ଏବେ ପଦ ଛାଡ଼ିବାର ସମୟ ଆସିଯାଇଛି। ମୁଁ ଏବେ ନିଜର ଖେଳର ଭୂମିକା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବାବର ଗତ ବର୍ଷ ଦିନିକିଆ ବିଶ୍ୱକପ୍ ପରେ ଅଧିନାୟକ ପଦ ଛାଡ଼ିଥିଲେ। ଏବେ ଦ୍ୱିତୀୟ ଥର ପାଇଁ ବାବର ଏହି ପଦରୁ ଇସ୍ତଫା ଦେଉଛନ୍ତି। ଏବେ ବାବର ଦିନିକିଆ ଓ T20ରେ ପାକିସ୍ତାନର ଅଧିନାୟକ ପଦ ଛାଡ଼ିଛନ୍ତି। 29 ବର୍ଷୀୟ ବାବର ମୋଟ 54ଟି ଟେଷ୍ଟ ଖେଳିବା ସହିତ 3962 ରନ୍ ସଂଗ୍ରହ କରିଛନ୍ତି। ସେଥିରେ 9ଟି ଶତକ ଓ 26ଟି ଅର୍ଦ୍ଧଶତକ ରହିଛି। ସେହିପରି ଭାବେ 117ଟି ଦିନିକିଆରେ 19ଟି ଶତକ ଓ 32ଟି ଅର୍ଦ୍ଧଶତକ ସହ 5629 ରନ୍ ସଂଗ୍ରହ କରିଛନ୍ତି ବାବର ଆଜମ। ଏଥିସହିତ ସେ 123ଟି T20 ଅନ୍ତର୍ଜାତୀୟ ଖେଳି 3ଟି ଶତକ ଓ 36ଟି ଅର୍ଦ୍ଧଶତକ ସହାୟତାରେ 4145 ରନ୍ ସଂଗ୍ରହ କରିଥିଲେ। ତ ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି? ବାବର ତାଙ୍କ ଅଧିନାୟକ ପଦ ଛାଡ଼ିବା ପଛରେ କ'ଣ କାରଣ ରହିପାରେ? ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।